ପ୍ରେରିତ 7। ପ୍ରଧାନ ଯାଜକ ସ୍ତିଫାନକୁ ପଚାରିଲେ, ଏହା କ'ଣ ସତ୍ୟ? ସ୍ତିଫାନ ଉତ୍ତର ଦେଲେ, ହେ ମୋର ଭାଇ ଓ ଗୁରୁଜନମାନେ, ଦୟାକରି ଶୁଣନ୍ତୁ। ଆମ ପୂର୍ବପୁରୁଷ ଅବ୍ରାହମ ହାରାନରେ ବାସ କରିବାକୁ ଯିବା ପୂର୍ବରୁ ଗୌରବମୟ ଈଶ୍ୱର ମେସୋପଟୋମିଆରେ ଦର୍ଶନ ଦେଇ ତାଙ୍କୁ କହିଲେ, ତୁମର ପରିବାର ଓ ଦେଶ ପରିତ୍ୟାଗ କରି ମୁଁ ଯେଉଁ ଦେଶ ଦେଖାଇବି ସେଠାକୁ ଯାଅ। ତେଣୁ ସେ ତାଙ୍କର ଦେଶ ଛାଡ଼ି ହାରାନରେ ବାସ କରିବା ପାଇଁ ଗଲେ। ଅବ୍ରାହମଙ୍କ ପିତାଙ୍କ ମୃତ୍ୟୁ ପରେ ଆପଣମାନେ ବର୍ତ୍ତମାନ ଯେଉଁ ଦେଶରେ ବାସ କରୁଛନ୍ତି, ଈଶ୍ୱର ତାଙ୍କୁ ସେହି ଦେଶକୁ ଆଣିଲେ। ଈଶ୍ୱର ସେତେବେଳେ ଅବ୍ରାହମଙ୍କର ଏହି ଦେଶରେ କୌଣସି ସମ୍ପତ୍ତି, ଏପରିକି 1 ବର୍ଗ ମିଟର ଜମି ସୁଦ୍ଧା ଦେଇ ନଥିଲେ। କିନ୍ତୁ ଈଶ୍ୱର ପ୍ରତିଜ୍ଞା କରିଥିଲେ ଅବ୍ରାହମକୁ ଏହି ଦେଶ ଦେବେ ଓ ଏହା ତାଙ୍କର ଓ ତାଙ୍କ ବଂଶଧରମାନଙ୍କର ନିଜସ୍ୱ ହୋଇ ରହିବ। ଈଶ୍ୱର ସେହି ପ୍ରତିଜ୍ଞା କରିବା ବେଳେ ଅବ୍ରାହମ ନିଃସନ୍ତାନ ଥିଲେ। ସେତେବେଳେ ଈଶ୍ୱର ତାଙ୍କୁ ଏହି କଥା କହିଲେ, ତୁମର ବଂଶଧରମାନେ କ୍ରୀତଦାସ ରୂପେ ବିଦେଶରେ ବାସ କରିବେ ଓ 400 ବର୍ଷ ପର୍ଯ୍ୟନ୍ତ ନିର୍ଯାତିତ ହେବେ। କିନ୍ତୁ ସେମାନେ ଯେଉଁମାନଙ୍କର ସେବା କରିବେ, ମୁଁ ସେହି ଲୋକମାନଙ୍କର ବିଚାର କରିବି। ପରେ ତୁମର ବଂଶଧରମାନେ ସେହି ଦେଶରୁ ବାହାରି ଆସିବେ ଓ ଏହି ସ୍ଥାନରେ ମୋର ଉପାସନା କରିବେ। ତାପରେ ଈଶ୍ୱର ଅବ୍ରାହମଙ୍କ ସହିତ ଚୁକ୍ତି ଚିହ୍ନ ସ୍ୱରୂପ ସୁନ୍ନତ ବିଧି ସ୍ଥାପନ କଲେ। ତେଣୁ ତାଙ୍କ ପୁତ୍ର ଇସାହାକଙ୍କ ଜନ୍ମର 1 ସପ୍ତାହ ପରେ ଅବ୍ରାହମ ତାଙ୍କୁ ସୁନ୍ନତ କଲେ। ଇସାହାକ ତାଙ୍କ ପୁତ୍ର ଜାକୁବକୁ ଓ ଜାକୁବ ତାଙ୍କର 12 ପୁତ୍ର ତଥା ଆମ ଜାତିର ବିଖ୍ୟାତ ପୂର୍ବପୁରୁଷମାନଙ୍କୁ ସୁନ୍ନତ କଲେ। ଜାକୁବଙ୍କର ପୁତ୍ରମାନେ ସେମାନଙ୍କର ଭାଇ ଯୋସେଫ ପ୍ରତି ଈର୍ଷାନ୍ୱିତ ହୋଇ ତାଙ୍କୁ ମିଶର ଦେଶରେ କ୍ରୀତଦାସ ରୂପେ ବିକ୍ରି କଲେ। କିନ୍ତୁ ଈଶ୍ୱର ଯୋସେଫଙ୍କ ସହିତ ଥିଲେ ଓ ସମସ୍ତ ଦୁଃଖ କଷ୍ଟ ମଧ୍ୟରେ ତାଙ୍କୁ କଢ଼ାଇ ଆଣିଲେ। ଯେତେବେଳେ ଯୋସେଫ ମିଶରର ରାଜାଙ୍କ ସମ୍ମୁଖରେ ଉପସ୍ଥିତ ହେଲେ, ଈଶ୍ୱର ତାଙ୍କୁ ପ୍ରୀତିକର ଆଚରଣ ଓ ଜ୍ଞାନ ପ୍ରଦାନ କଲେ ଏବଂ ରାଜା ଯୋସେଫଙ୍କୁ ଦେଶର ଶାସକ ଓ ରାଜପ୍ରାସାଦର ଅଧ୍ୟକ୍ଷ ରୂପେ ନିଯୁକ୍ତ କଲେ। ତାପରେ ସମୁଦାୟ ମିଶର ଓ କିଣାନରେ ଦୁର୍ଭିକ୍ଷ ପଡ଼ିବାରୁ ଲୋକେ ବହୁ କଷ୍ଟ ଭୋଗ କଲେ। ଆମ ପୂର୍ବପୁରୁଷମାନଙ୍କର ଖାଦ୍ୟର ଅଭାବ ହେଲା। ମିଶରରେ ଶସ୍ୟ ଅଛି ବୋଲି ଶୁଣି ଜାକୁବ ତାଙ୍କ ପୁତ୍ରମାନଙ୍କୁ ତଥା ଆମ ପୂର୍ବପୁରୁଷମାନଙ୍କୁ ସେଠାକୁ ପଠାଇଲେ। ସେଠାକୁ ସେମାନେ ଦ୍ୱିତୀୟ ଥର ଯିବା ସମୟରେ ଯୋସେଫ ତାଙ୍କ ଭାଇମାନଙ୍କ ନିକଟରେ ନିଜର ପରିଚୟ ଦେଲେ ଓ ମିଶରର ରାଜା ଯୋସେଫଙ୍କ ପରିବାର ବିଷୟରେ ଅବଗତ ହେଲେ। ତାପରେ ଯୋସେଫ ତାଙ୍କ ପିତା ଜାକୁବ ଓ ତାଙ୍କ ପରିବାରର ସମୁଦାୟ 75 ଜଣଙ୍କୁ ମିଶରକୁ ଆସିବା ପାଇଁ ନିମନ୍ତ୍ରଣ କଲେ। ଜାକୁବ ମିଶର ଦେଶକୁ ଗଲେ। ସେଠାରେ ତାଙ୍କର ଓ ତାଙ୍କ ପୁତ୍ରମାନଙ୍କର ମୃତ୍ୟୁ ହେଲା। ସେମାନଙ୍କର ମୃତଦେହ ସିଖେମକୁ ନିଆଗଲା ଓ ଅବ୍ରାହମ ହାମର ଲୋକମାନଙ୍କଠାରୁ କିଣିଥିବା କବର ସ୍ଥାନରେ ସେମାନଙ୍କୁ ସମାଧି ଦିଆଗଲା। ଈଶ୍ୱର ଅବ୍ରାହମକୁ ଯେଉଁ ପ୍ରତିଜ୍ଞା କରିଥିଲେ ତାହା ସଫଳ ହୋଇ ମିଶରରେ ଆମ ଜାତିର ଲୋକ ସଂଖ୍ୟା ବହୁତ ବୃଦ୍ଧି ପାଇଲା। ଶେଷରେ ଯୋସେଫଙ୍କ ବିଷୟରେ ଜାଣିନଥିବା ଜଣେ ରାଜା ମିଶର ଦେଶକୁ ଶାସନ କଲେ। ସେ ଆମ୍ଭମାନଙ୍କର ପୂର୍ବପୁରୁଷମାନଙ୍କ ପ୍ରତି ନିଷ୍ଠୁର ଓ ଖଳ ବ୍ୟବହାର କଲେ। ସେମାନଙ୍କ ନବଜାତ ଶିଶୁମାନଙ୍କୁ ନିପାତ କରିବା ପାଇଁ ସେମାନଙ୍କୁ ବାହାରେ ପକାଇ ଦେବାକୁ ଆଦେଶ ଜାରି କଲେ। ଏହି ସମୟରେ ମୋଶା ଜନ୍ମ ହେଲେ। ସେ ଥିଲେ ଗୋଟିଏ ଅତି ସୁନ୍ଦର ଶିଶୁ। ଘରେ 3 ମାସ ପର୍ଯ୍ୟନ୍ତ ସେ ପାଳିତ ହେଲେ ଏବଂ ଯେତେବେଳେ ତାଙ୍କୁ ବାହାରେ ପକାଇ ଦିଆଗଲା, ରାଜାଙ୍କ କନ୍ୟା ତାଙ୍କୁ ପାଇ ନିଜର ସନ୍ତାନ ରୂପେ ଲାଳନ ପାଳନ କଲେ। ସେ ମିଶରର ସମସ୍ତ ଜ୍ଞାନରେ ଶିକ୍ଷା ପାଇଲେ। ତାଙ୍କର କଥା ଓ କାର୍ଯ୍ୟରେ ଜଣେ ମହାନ ବ୍ୟକ୍ତି ରୂପେ ପରିଚିତ ହେଲେ। ମୋଶାଙ୍କର ବୟସ ଯେତେବେଳେ 40 ବର୍ଷ, ସେ ତାଙ୍କର ଇସ୍ରାଏଲୀୟ ଭାଇମାନଙ୍କ ପ୍ରତି କିପରି ବ୍ୟବହାର କରାଯାଉଛି ତାହା ଜାଣିବାକୁ ସ୍ଥିର କଲେ। ସେମାନଙ୍କ ମଧ୍ୟରୁ ଜଣକ ପ୍ରତି ଜଣେ ମିଶରୀୟ ଦୁର୍ବ୍ୟବହାର କରୁଥିବା ଦେଖି ମୋଶା ତାକୁ ରକ୍ଷା କରିବା ପାଇଁ ମିଶରୀୟ ଜଣକ ପ୍ରତି ପ୍ରତିଶୋଧ ନେଇ ତାକୁ ହତ୍ୟା କଲେ। ସେ ଭାବିଥିଲେ ତାଙ୍କର ନିଜ ଲୋକମାନେ ହୃଦୟଙ୍ଗମ କରିବେ ଯେ ସେମାନଙ୍କୁ ମୁକ୍ତ କରିବା ପାଇଁ ଈଶ୍ୱର ତାଙ୍କୁ ବ୍ୟବହାର କରୁଛନ୍ତି, କିନ୍ତୁ ସେମାନେ ତାହା ବୁଝିଲେ ନାହିଁ। ତା ପରଦିନ ସେ 2 ଜଣ ଇସ୍ରାଏଲୀୟଙ୍କୁ କଳହ କରୁଥିବା ଦେଖିଲେ ଓ ସେମାନଙ୍କ ମଧ୍ୟରେ ଶାନ୍ତି ସ୍ଥାପନ କରିବାକୁ ଚେଷ୍ଟା କଲେ। ସେ କହିଲେ, ଶୁଣ, ତୁମେ 2 ଜଣ ତ ଇସ୍ରାଏଲୀୟ ଭାଇ, କାହିଁକି ଏପରି କଳି କରୁଛ? କିନ୍ତୁ ଯେଉଁ ଲୋକଟି ଅନ୍ୟ ପ୍ରତି ଦୁର୍ବ୍ୟବହାର କରୁଥିଲା, ସେ ମୋଶାଙ୍କୁ ଆଡ଼େଇ ଦେଇ ପଚାରିଲା, ଆମ ଉପରେ ତୋତେ କିଏ ଶାସକ ଓ ବିଚାରପତି କରିଛି? ଗତକାଲି ଯେପରି ମିଶ୍ର ଲୋକକୁ ହତ୍ୟା କଲୁ, ମୋତେ କ'ଣ ସେହିପରି ହତ୍ୟା କରିବାକୁ ଚାହୁଁ? ମୋଶା ଏହା ଶୁଣି ମିଶରରୁ ପଳାଇଗଲେ ଓ ମିଦିୟନରେ ବାସ କଲେ। ସେଠାରେ ତାଙ୍କର 2 ପୁତ୍ର ଜନ୍ମ ହେଲେ। 40 ବର୍ଷ ଅତିବାହିତ ହେବା ପରେ ସିନୟ ପର୍ବତ ନିକଟରେ ଏକ ଜ୍ୱଳନ୍ତ ବୁଦାର ଅଗ୍ନିଶିଖା ମଧ୍ୟରେ
ଈଶ୍ୱରଙ୍କର ଜଣେ ଦୂତ ମୂଷାଙ୍କୁ ଦର୍ଶନ ଦେଲେ। ମୂଷା ଏହା ଦେଖି ଅତ୍ୟନ୍ତ ଆଶ୍ଚର୍ଯ୍ୟ ହେଲେ। ଆଉ ଟିକିଏ ଭଲ କରି ଦେଖିବା ପାଇଁ ବୁଦା ନିକଟକୁ ଗଲେ, କିନ୍ତୁ ସେ ପ୍ରଭୁଙ୍କର ବାଣୀ ଶୁଣିଲେ, ମୁଁ ତୁମ ପୂର୍ବପୁରୁଷ ଅବ୍ରାହମ, ଇସାହାକ ଓ ଯାକୁବଙ୍କ ଈଶ୍ୱର। ମୂଷା ଭୟରେ କମ୍ପିତ ହୋଇ ଅନାଇବାକୁ ସାହସ କଲେ ନାହିଁ। ପ୍ରଭୁ ତାଙ୍କୁ କହିଲେ, ତୁମର ପାଦୁକା କାଢ଼, କାରଣ ତୁମେ ଯେଉଁଠାରେ ଛିଡ଼ା ହୋଇଛ ତାହା ପବିତ୍ର ସ୍ଥାନ। ମିଶରରେ ମୁଁ ମୋର ଲୋକମାନଙ୍କର ମର୍ମନ୍ତୁଦ ଦୁଃଖ ଭୋଗ ଦେଖିଛି। ମୁଁ ସେମାନଙ୍କର ଆର୍ତ୍ତନାଦ ଶୁଣିଛି ଓ ସେମାନଙ୍କୁ ଦାସତ୍ୱରୁ ମୁକ୍ତ କରିବାକୁ ଓହ୍ଲାଇ ଆସିଛି। ବର୍ତ୍ତମାନ ଆସ, ମୁଁ ତୁମକୁ ମିଶରକୁ ପଠାଇବି। ମୂଷା ଇସ୍ରାଏଲିମାନଙ୍କ ଦ୍ୱାରା ପରିତ୍ୟକ୍ତ ହୋଇଥିଲେ। ସେମାନେ ପଚାରିଲେ, ଆମ ଉପରେ ତୋତେ କିଏ ଶାସକ ଓ ବିଚାରପତି କଲା? କିନ୍ତୁ ଈଶ୍ୱର ସେହି ମୂଷାଙ୍କୁ ଜ୍ୱଳନ୍ତ ବୁଦା ନିକଟରେ ଦର୍ଶନ ଦେଇଥିବା ଦୂତଙ୍କ ସାହାଯ୍ୟରେ ଲୋକମାନଙ୍କ ଉପରେ ଶାସନ କରିବାକୁ ଓ ସେମାନଙ୍କୁ ମୁକ୍ତ କରିବା ପାଇଁ ପଠାଇଲେ। ସେ ମିଶରରେ ଓ ଲୋହିତ ସାଗରରେ ବହୁ ଆଶ୍ଚର୍ଯ୍ୟ କର୍ମ ସାଧନ କରି ଲୋକମାନଙ୍କୁ ମିଶରରୁ ବାହାର କରି ଆଣି 40 ବର୍ଷ ପର୍ଯ୍ୟନ୍ତ ମରୁ ପ୍ରାନ୍ତରରେ ସେମାନଙ୍କୁ ବାଟ କଢ଼ାଇ ନେଲେ। ମୂଷା ନିଜେ ଇସ୍ରାଏଲର ଲୋକମାନଙ୍କୁ କହିଥିଲେ, ଈଶ୍ୱର ମୋତେ ଯେପରି ପଠାଇଲେ ସେପରି ତୁମମାନଙ୍କ ନିକଟକୁ ଜଣେ ଭାବବାଦୀ ପଠାଇବେ। ସେ ତୁମ ନିଜ ଲୋକମାନଙ୍କ ମଧ୍ୟରୁ ଜଣେ ହେବେ। ସେହି ମୂଷା ମରୁ ପ୍ରାନ୍ତରରେ ଏକତ୍ରିତ ହୋଇଥିବା ଇସ୍ରାଏଲିମାନଙ୍କ ସଙ୍ଗରେ ଥିଲେ। ସେ ସିନୟ ପର୍ବତରେ ଆମ ପୂର୍ବପୁରୁଷମାନଙ୍କ ସହିତ ଓ ତାଙ୍କ ସହିତ କଥା କହିଥିବା ସ୍ୱର୍ଗଦୂତଙ୍କ ସଙ୍ଗରେ ଥିଲେ ଓ ଆମ୍ଭମାନଙ୍କ ନିକଟରେ ପରିବେଷଣ କରିବା ପାଇଁ ସେ ଈଶ୍ୱରଙ୍କ ଠାରୁ ଜୀବନ୍ତ ବାକ୍ୟ ଗ୍ରହଣ କଲେ। କିନ୍ତୁ ଆମର ପୂର୍ବପୁରୁଷମାନେ ତାଙ୍କର ଅବାଧ୍ୟ ହେଲେ। ସେମାନେ ତାଙ୍କୁ ଉପେକ୍ଷା କରି ମିଶରକୁ ଫେରିଯିବାକୁ ମନ ବଳାଇଲେ। ସେଥିପାଇଁ ସେମାନେ ହାରୁଣକୁ କହିଲେ, ଏବେ ଆମମାନଙ୍କୁ ବାଟ କଢ଼ାଇ ନେବା ପାଇଁ କେତେକ ଦେବତା ଗଢ଼ି ଦିଅ। ଆମମାନଙ୍କୁ ମିଶରରୁ ବାହାର କରି ଆଣିଥିବା ସେହି ମୂଷା ଯେ କୁଆଡ଼େ ଗଲେ ତାହା ଆମେ ଜାଣିନାହୁଁ। ସେ ସମୟରେ ସେଠାରେ ସେମାନେ ଏକ ବାଛୁରୀର ପ୍ରତିମା ତିଆରି କଲେ ଓ ତା ଉଦ୍ଦେଶ୍ୟରେ ବଳି ଉତ୍ସର୍ଗ କଲେ। ପୁଣି ନିଜେ ତିଆରି କରିଥିବା ସେହି ପ୍ରତିମାର ସମ୍ମାନାର୍ଥେ ଏକ ଭୋଜି ପ୍ରସ୍ତୁତ କଲେ। ଫଳରେ ପ୍ରଭୁ ସେମାନଙ୍କ ପ୍ରତି ବିମୁଖ ହେଲେ ଓ ସେମାନଙ୍କୁ ଆକାଶର ତାରାମାନଙ୍କୁ ପୂଜା କରିବାକୁ ଛାଡ଼ିଦେଲେ। ଏ ସମ୍ପର୍କରେ ଭାବବାଦୀଙ୍କ ପୁସ୍ତକରେ ଉଲ୍ଲେଖ ଅଛି, ହେ ଇସ୍ରାଏଲ ବଂଶ, ପ୍ରାନ୍ତରରେ 40 ବର୍ଷ ପର୍ଯ୍ୟନ୍ତ ତୁମ୍ଭେମାନେ ମୋ ପାଇଁ ପଶୁ ବଳି ଓ ହୋମ ବଳି ଉତ୍ସର୍ଗ କରି ନଥିଲ। କିନ୍ତୁ ତୁମ୍ଭେମାନେ ପୂଜା କରିବା ପାଇଁ ଯେଉଁ ମୂର୍ତ୍ତି ସବୁ ଗଢ଼ିଥିଲ, ସେହି ମାଲେଖର ତମ୍ବୁ ଓ ନକ୍ଷତ୍ର ଦେବତା ରମ୍ପାର ପ୍ରତିମୂର୍ତ୍ତିକୁ ବହନ କଲ। ସେଥିପାଇଁ ମୁଁ ତୁମ୍ଭମାନଙ୍କୁ ବାବିଲନର ଅପର ପାର୍ଶ୍ୱକୁ ନିର୍ବାସିତ କରିବି। ପ୍ରାନ୍ତରରେ ଆମମାନଙ୍କର ପୂର୍ବପୁରୁଷମାନଙ୍କ ସହିତ ଈଶ୍ୱରଙ୍କର ସାନ୍ନିଧ୍ୟ ତମ୍ବୁ ଥିଲା। ଈଶ୍ୱର ମୂଷାଙ୍କୁ ଯେପରି ନିର୍ମାଣ କରିବାକୁ କହିଥିଲେ ଓ ମୂଷାଙ୍କୁ ଯେଉଁ ନମୁନା ଦେଖାଇଥିଲେ, ଏହା ସେହି ପ୍ରକାରେ ନିର୍ମିତ ହୋଇଥିଲା। ପରେ ଆମ ପୂର୍ବପୁରୁଷମାନେ ସେମାନଙ୍କ ପିତୃଗଣଠାରୁ ପାଇଥିବା ସେହି ତମ୍ବୁକୁ ଜିହୋଶୁଆଙ୍କ ସହିତ ବୋହି ନେଇ ଅଗ୍ରସର ହେଲେ ଓ ଈଶ୍ୱରଙ୍କ ଦ୍ୱାରା ବିତାଡ଼ିତ ହୋଇଥିବା ଅନ୍ୟ ଜାତିମାନଙ୍କର ଦେଶ ଅଧିକାର କଲେ। ଦାଉଦଙ୍କ ସମୟ ପର୍ଯ୍ୟନ୍ତ ତାହା ସେଠାରେ ରହିଲା। ଦାଉଦ ଈଶ୍ୱରଙ୍କ ସନ୍ତୋଷର ପାତ୍ର ହୋଇ ଯାକୁବଙ୍କ ଈଶ୍ୱରଙ୍କ ପାଇଁ ଏକ ଆବାସ ଗୃହ ପ୍ରସ୍ତୁତ କରିବାକୁ ତାଙ୍କର ଅନୁମତି ଚାହିଁଥିଲେ। କିନ୍ତୁ ପରେ ସେହି ଆବାସ ନିର୍ମାଣ କଲେ ସଲୋମନ। ତଥାପି ସର୍ବପରିସ୍ଥ ଈଶ୍ୱର ଲୋକମାନଙ୍କ ଦ୍ୱାରା ନିର୍ମିତ ଗୃହମାନଙ୍କରେ ବାସ କରନ୍ତି ନାହିଁ। ଏ ସମ୍ପର୍କରେ ଭାବବାଦୀ ଲେଖିଛନ୍ତି, ପ୍ରଭୁ କହନ୍ତି, ସ୍ୱର୍ଗ ମୋ ସିଂହାସନ ଓ ପୃଥିବୀ ମୋର ପାଦପୀଠ। ତୁମେମାନେ ମୋ ପାଇଁ କି ପ୍ରକାର ଗୃହ ନିର୍ମାଣ କରିବ? ମୋର ବିଶ୍ରାମ ପାଇଁ ସ୍ଥାନ କାହିଁ? ଏ ସମସ୍ତ ବିଷୟ କ'ଣ ମୁଁ ନିଜେ ସୃଷ୍ଟି କରିନାହିଁ? ସ୍ତିଫାନ ଆହୁରି କହିଲେ, ତୁମେମାନେ କେଡ଼େ ଅବାଧ୍ୟ! ତୁମମାନଙ୍କର ହୃଦୟ କେଡ଼େ ଅସୁନ୍ନତ! ଈଶ୍ୱରଙ୍କ ବାକ୍ୟ ପ୍ରତି ତୁମେମାନେ କେଡ଼େ ବଧିର! ତୁମେମାନେ ଠିକ୍ ତୁମ ପୂର୍ବପୁରୁଷମାନଙ୍କ ପରି। ତୁମେମାନେ ସର୍ବଦା ପବିତ୍ର ଆତ୍ମାଙ୍କ ବିରୁଦ୍ଧାଚରଣ କରିଛ। ତୁମମାନଙ୍କର ପୂର୍ବପୁରୁଷମାନଙ୍କ ଦ୍ୱାରା ଉତ୍ପୀଡ଼ିତ ନ ହୋଇଥିବା କୌଣସି ଭାବବାଦୀ ଅଛନ୍ତି କି? ଈଶ୍ୱରଙ୍କର ଯେଉଁ ବାର୍ତ୍ତାବହମାନେ ବହୁ ପୂର୍ବେ ତାଙ୍କ ପବିତ୍ର ଦାସଙ୍କ ଆଗମନ ବିଷୟରେ ଘୋଷଣା କରିଥିଲେ, ତୁମ ପୂର୍ବପୁରୁଷମାନେ ସେମାନଙ୍କୁ ହତ୍ୟା କଲେ। ବର୍ତ୍ତମାନ ତୁମେମାନେ ତାଙ୍କ ପ୍ରତି ବିଶ୍ୱାସଘାତକତା କରି ତାଙ୍କୁ ହତ୍ୟା କରିଛ। ତୁମେମାନେ ସ୍ୱର୍ଗଦୂତମାନଙ୍କ ଦ୍ୱାରା ପ୍ରଦତ୍ତ ଈଶ୍ୱରଙ୍କ ବିଧିବିଧାନ ସବୁ ପାଇଛ, ତଥାପି ତାହା ପାଳନ କରିନାହଁ। ମହାସଭାର ସଦସ୍ୟମାନେ ସ୍ତିଫାନଙ୍କ ଭାଷଣ ଶୁଣି ଅତ୍ୟନ୍ତ କ୍ରୁଦ୍ଧ ହେଲେ। ତାଙ୍କ ପ୍ରତି ରାଗରେ ଦାନ୍ତର ଗଡ଼ିଲେ। କିନ୍ତୁ ସ୍ତିଫାନ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହୋଇ ସ୍ୱର୍ଗ ଆଡ଼େ ଦୃଷ୍ଟିପାତ କଲେ ଏବଂ ଈଶ୍ୱରଙ୍କ ମହିମା ଓ ଯୀଶୁଙ୍କୁ ତାଙ୍କର ଦକ୍ଷିଣ ପାର୍ଶ୍ୱରେ ଠିଆ ହୋଇଥିବାର ଦେଖିଲେ। ସେ କହିଲେ, ଦେଖ, ମୁଁ ସ୍ୱର୍ଗ ଉନ୍ମୁକ୍ତ ହେବା ଓ
ମନୁଷ୍ୟ ପୁତ୍ରଙ୍କୁ ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଉଭା ହୋଇଥିବା ଦେଖୁଛି। ଚିତ୍କାର କରି ମହାସଭାର ସଦସ୍ୟମାନେ ଏହି କଥା ନ ଶୁଣିବାକୁ କାନରେ ହାତ ଦେଲେ। ତାପରେ ସେମାନେ ଏକଜୁଟ ହୋଇ ତାଙ୍କ ଆଡ଼କୁ ମାଡ଼ି ଆସିଲେ। ସହର ବାହାରକୁ ତାଙ୍କୁ ଟାଣି ନେଇ ତାଙ୍କ ଉପରେ ପଥର ଫିଙ୍ଗି ମାରିଦେଲେ। ମିଥ୍ୟା ସାକ୍ଷୀମାନେ ସାଉଲ ନାମକ ଜଣେ ଯୁବକଙ୍କ ଜିମାରେ ସେମାନଙ୍କର ପୋଷାକ ସବୁ ଛାଡ଼ି ଯାଇଥିଲେ। ସେମାନେ ସ୍ତିଫାନଙ୍କ ଉପରେ ପଥର ଫିଙ୍ଗୁଥିବା ସମୟରେ ସେ ପ୍ରଭୁଙ୍କୁ ପ୍ରାର୍ଥନା କରି କହିଲେ, ପ୍ରଭୁ ଯୀଶୁ, ମୋର ଆତ୍ମାକୁ ଗ୍ରହଣ କର। ସେ ଆଣ୍ଠୁ ମାଡ଼ି ଉଚ୍ଚ ସ୍ୱରରେ କହିଲେ, ପ୍ରଭୁ, ଏମାନଙ୍କ ବିରୁଦ୍ଧରେ ଏହି ପାପ ସ୍ମରଣ କର ନାହିଁ। ଏହା କହି ସେ ପ୍ରାଣ ତ୍ୟାଗ କଲେ। ସ୍ତିଫାନଙ୍କର ପ୍ରାଣଦଣ୍ଡକୁ ସାଉଲ ଅନୁମୋଦନ କରିଥିଲେ।